ହଉଛି ଆଗାମୀ କ୍ରୋଧରୁ କିପରି ରକ୍ଷା ପାଇବା, ଆଗାମୀ କ୍ରୋଧରୁ କିପରି ରକ୍ଷା ପାଇବା। କାରଣ 420 ଯୁଗ ପାଇଁ ପ୍ରଭୁଙ୍କର କ୍ରୋଧ ଅଛି। ମନୁଷ୍ୟ ପାଖରେ 420 କରିପାରେ, ମନୁଷ୍ୟ ପାଖରେ ତ ଚାଲାକି ଦେଖେଇ ପାରେ, ମନୁଷ୍ୟ ପାଖରେ ନିଜର ଗୌରବ ବର୍ଣ୍ଣନା କରିପାରେ, କିନ୍ତୁ ପ୍ରଭୁଙ୍କ ପାଖରେ ତାର କିଛି କାମ ଦେବନି, କିଛି କାମ ଦେବନି। ମୋର ଜ୍ଞାନ, ମୋର ବୁଦ୍ଧି, ମୋର ଦକ୍ଷତା ଏସବୁ ମୁଁ ମଣିଷ ପାଖରେ ଦେଖେଇ ପାରିବି, କିନ୍ତୁ ମତେ ଯିଏ ସୃଷ୍ଟି କରିଛନ୍ତି ତାଙ୍କ ପାଖରେ ମୋର କୌଣସି ବିଷୟ କାମରେ ଆସିବନି। ତେଣୁ ଆଜି ବାକ୍ୟ ଶୁଣିଲା ବେଳକୁ ଆମେ ଧ୍ୟାନସ୍ଥ ଶୁଣିବା, ଅଳ୍ପ ସମୟ ଶୁଣିବା, କିନ୍ତୁ ଆମର ଜୀବନ ପାଇଁ ଯାହା ଜରୁରୀ ତାହା ଶୁଣିବା। ଏଇଟା ସତ୍ୟ ସମାଚାର ଅଟେ। ଏଠି କିଛି ବିଷୟ ଅତିରଞ୍ଜିତ ବା ଅପମିଶ୍ରିତ ନୁହେଁ, ଭେଜାଲ କିଛି ନୁହେଁ। ଯାହା ଲେଖା ହେଇଛି ତାହା ଲେଖା ହେଇଛି, ଆମେ ତାକୁ ଖାଲି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୁଝୁଛୁ, ଆମେ ସମସ୍ତେ ବୁଝୁଛୁ। ପ୍ରିୟ ଭାଇ ଭଉଣୀ ମାନେ, ଏ ଯୁଗ ଏମିତିକା ଗୋଟେ ଯୁଗ, ଏମିତିକା ଗୋଟେ ସମୟ ଯୋଉଠି ମନ୍ଦତା, ଭ୍ରଷ୍ଟତା, ଦୁଷ୍ଟତା, ଅସାଧୁତା ପୂଜା ପାଏ। ଆଉ ଦେଖିବେ ବଡ ବଡ ଆସନରେ କେବଳ ଭ୍ରଷ୍ଟ ଲୋକମାନେ ବସିଛନ୍ତି, ଦୁରାଚାରୀ, କଳୁଷିତ ଜୀବନ, ଚାରିତ୍ରିକ ତ୍ରୁଟି, ଏପରି ଲୋକମାନଙ୍କୁ ଆମେ ଏ ଦିନ ମାନଙ୍କରେ ମହିମା ମଣ୍ଡନ କରିବାର ଦେଖୁଛୁ। ଲୋକମାନେ ବହୁତ ତାଙ୍କର ମହିମାର ଗୀତ ବୋଲନ୍ତି, ସେ ବହୁତ ଭଲ ଲୋକ, ସେ ଭଗବାନ ପରା ଲୋକ। କେମିତି ଲୋକ? ସେ ଭଗବାନ ପରା ଲୋକ, ସେ ଭଗବାନଙ୍କର ଅବତାର। ଯଦି ଭଗବାନ ଯଦି ଥିବେ ତାଙ୍କ ପରି ଏକା ଥିବେ, ଏମିତି ଲୋକମାନେ କହିବାର ଆପଣ ଶୁଣୁଛେ। ତ ଏ 420 ଯୁଗରେ ଆପଣ ଦେଖିବେ ଆଗାମୀ ସମୟରେ ପ୍ରଭୁଙ୍କର କ୍ରୋଧ ଆସିବ। ଏଇଟା ସବୁ ଲୋକ ଜାଣନ୍ତି, ଆଉ ଜାଣିବା ଦରକାର ମଧ୍ୟ। ଦିନ ଆସିବ ଈଶ୍ୱରଙ୍କ କ୍ରୋଧର ସାମ୍ନା କରିବା ପାଇଁ ପଡିବ। ମାଥ୍ୟୁ 3 ପର୍ବ ତାର 7 ପଦ, ମାଥ୍ୟୁ 3 ପର୍ବ ତାର 7 ପଦ। କିନ୍ତୁ ଫାରୁସୀ ଓ ସାଧୁକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଆଗାମୀ କ୍ରୋଧ। ପ୍ରିୟ ଭାଇ ଭଉଣୀ ମାନେ, ଆଜିର ଅଧ୍ୟାୟରେ ଆମେ ଈଶ୍ୱରଙ୍କ କ୍ରୋଧ ବିଷୟରେ ଆମେ ଧ୍ୟାନ କରୁଛୁ। ଏ 420 ସମାଜ, 420 ଯୁଗର ଲୋକମାନେ ଦିନେ କଣ ହବ, ସେମାନେ ଯାହା ବି କରିଛନ୍ତି 420 କାମ, ତାର ହିସାବ ହବ ଦିନ। ଆଗାମୀ ସମୟରେ ଈଶ୍ୱରଙ୍କ କ୍ରୋଧ ଅଛି। ସେ କ୍ରୋଧରୁ ଆମେ କିପରି ପଳାୟନ କରିବା, ସେ କ୍ରୋଧରୁ ଆମେ କିପରି ରକ୍ଷା ପାଇପାରିବା। ଯଦି ଆପଣ ଦେଖିବେ ନାହୁମ ପୁସ୍ତକ ତାର ପ୍ରଥମ ଅଧ୍ୟାୟ ତାର 2 ପଦ, ନାହୁମ ତାର ପ୍ରଥମ ଅଧ୍ୟାୟ ତାର 2 ପଦ। ଲେଖା ଯାଉଛି ଏଠି, ପଢନ୍ତୁ। ସଦାପ୍ରଭୁ ସ୍ୱଗୌରବ ରକ୍ଷଣେ ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି। ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି। ସଦାପ୍ରଭୁ ଆପଣା ବିପକ୍ଷ ଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ସେ କଣ କରନ୍ତି? ସେ କୋପ ସଞ୍ଚୟ କରନ୍ତି। ସେ କଣ କରନ୍ତି? ସେ କ୍ରୋଧପୂର୍ଣ୍ଣ ଅଟନ୍ତି। ଆମର ଲୋକମାନେ ଯେଉଁମାନେ ଈଶ୍ୱରକୁ ବନାନ୍ତି, ସେମାନେ ଜାଣନ୍ତି ନାହିଁ ଯେ ଜଣେ ଈଶ୍ୱର ଅଛନ୍ତି, ସତ୍ୟ ଈଶ୍ୱର ଅଛନ୍ତି, ବାସ୍ତବ ଈଶ୍ୱର ଅଛନ୍ତି। ସେ କେମିତି ଅଟନ୍ତି? ସଦାପ୍ରଭୁ ସ୍ୱଗୌରବ ରକ୍ଷଣେ ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳ ଦାତା ଅଟନ୍ତି। ସେ ପ୍ରତିଫଳ ଦିଅନ୍ତି। ସଦାପ୍ରଭୁ ପ୍ରତିଫଳ ଦାନ କରନ୍ତି, ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ଆଗାମୀ ସମୟ ଗୋଟେ କ୍ରୋଧର ସମୟ ଅଛି, କ୍ରୋଧର ସମୟ ଅଛି, ଲୋକମାନେ ଜାଣନ୍ତି ନାହିଁ। ଆଉ ମାଥ୍ୟୁ କହୁଛି ଗୀତ ସଂହିତା 7 ପର୍ବ ଯଦି 11 ପଦ ଦେଖିବା,
ଗୀତ ସଂହିତା 7 ପର୍ବ 11 ପଦ। ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର। ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର। ଯେଉଁମାନେ ଦୁଷ୍ଟ ଅଟନ୍ତି ସେମାନଙ୍କ ପାଇଁ ସେ ପ୍ରତିଦିନ କ୍ରୋଧ କରନ୍ତି। ତାପରେ ଆପଣ 12 ପଦ ବି ପଢନ୍ତୁ। ଯେବେ କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ୍ଗ ଶାଣିତ କରିବ। କଣ ଲେଖା ସେ ଯାଉଛି? ଯେବେ କୌଣସି ମନୁଷ୍ୟ ନ ଫେରିବ ତେବେ ସେ ଆପଣା ଖଡ୍ଗ ଶାଣିତ କରିବେ। ଯେ ଫେରିବ ନାହିଁ ତା ପ୍ରତି କ୍ରୋଧ ଅଛି। ସେ କଣ କରନ୍ତି? କ୍ରୋଧ ସଞ୍ଚୟ କରନ୍ତି। ସେ ପ୍ରତିଫଳ ଦାତା ଅଟନ୍ତି। ପ୍ରତିଫଳ ଦାତା ଅଟନ୍ତି। ଆଜି ଆମେ ଭ୍ରମିତ ହଉଛୁ। ଆମର ଜ୍ଞାନ, ଆମର ଧନ, ଆମର ପ୍ରତିଷ୍ଠା ବଳରେ ଆମେ ଭାବୁଛୁ କଣ, ମୋର କିଏ କଣ କରି ପକେଇବ, ମୋର କିଏ କଣ ବିଗାଡି ଦବ। ମୋର ଯେତିକି ପାୱାର ଅଛି ସେତିକି ପାୱାରରେ ମୁଁ ଆରାମରେ ବଞ୍ଚିଛି। ଏବେ ଦେଖନ୍ତୁ ଶିକ୍ଷା ବିଭାଗର ହିସାବ କିତାବ ମାଗିବାରୁ ସେ ଶିକ୍ଷା ବିଭାଗର ଅଫିସରେ ନିଆଁ ଲାଗିଗଲା। ଏବେ ପଶ୍ଚିମବଙ୍ଗର ଇଲେକ୍ସନ ସରିଯିବାରୁ ଇଭିଏମ ମେସିନ ଗୁଡାକ ପୁଡେଇ ଦେଲେ। ହିନ୍ଦୀରେ କହନ୍ତି ନା ରେହେଗା ବାସ ନା ବଜେଗି ବାସୁରୀ। ମାନେ ଚୋରି ଏମିତି କରିବ ଯେ କୌଣସି ଚିହ୍ନ ରହିବନି। ମନୁଷ୍ୟ ଯାହା ବି କରି ତା ଚାଲାକି ଦ୍ଵାରା କଣ କରିପାରେ। ଶାସନ ତୁମର, ପ୍ରଶାସନ ବି ତୁମର। ହ୍ୱାଟ ଏଭର ୟୁ ୱାଣ୍ଟ ୟୁ କ୍ୟାନ୍ ଡୁ। ତୁମେ କରିପାର। କିନ୍ତୁ ଜଣେ ଈଶ୍ୱର ଅଛନ୍ତି, ସେ ସମସ୍ତଙ୍କୁ ଦେଖୁଛନ୍ତି ଆଉ ସେ ସମସ୍ତଙ୍କ ପ୍ରତି ସେ ପ୍ରତିଫଳ ଦାତା ଅଟନ୍ତି। ବିଚାର କରିବେ। ଆପଣ ଯଦି ଦେଖିବେ ଜିର୍ମିୟ ତାର 9 ପର୍ବ ତାର 23-24। ସଦାପ୍ରଭୁ ଏହି କଥା କହନ୍ତି, ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିମ୍ବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ। ମାତ୍ର ଯେବେ କେହି ଦର୍ପ କରଇ, ତେବେ ସିଏ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁ ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ, କାରଣ ସଦାପ୍ରଭୁ କହନ୍ତି, ଏସବୁରେ ଆମ୍ଭର ସନ୍ତୋଷ ଥାଏ। ସେ କଣ କରନ୍ତି? ସେ ସ୍ନେହପୂର୍ଣ୍ଣ କରୁଣା ବି କରନ୍ତି, ବିଚାର ବି କରନ୍ତି, ଧର୍ମ ସାଧନ ବି କରନ୍ତି। ସେ କଣ କରନ୍ତି? ସେ ସ୍ନେହପୂର୍ଣ୍ଣ କରୁଣା ବି କରନ୍ତି। ସେ କରୁଣା କରନ୍ତି, ସେ ବିଚାର କରନ୍ତି, ସେ ଧର୍ମ ସାଧନ କରନ୍ତି। ତେଣୁ ଆମେ ଆମର ଜ୍ଞାନ ଦ୍ଵାରା ଭ୍ରମିତ ହେବା ନାହିଁ। ଆମର ବଳ, ଆମର ଧନ କାମରେ ଆସିବନି। ଆଜି ଆମର ଜ୍ଞାନ, ଭଲ ଜ୍ଞାନ କି ଖରାପ ଜ୍ଞାନ ବି ଅଛି, ତା ଦ୍ୱାରା ଆମେ ଆଗକୁ ବଢି ଯାଉଛୁ। ଆମ ପାଖରେ ବଳ ଅଛି, ଶାରୀରିକ ବଳ ଅଛି, ମାନସିକ ବଳ ଅଛି, ରାଜନୈତିକ ବଳ ଅଛି, ଧନ ବି ପ୍ରବଳ ଅଛି। ମାନେ ତୁମକୁ ଯେବେ ଇଚ୍ଛା ଧନ ଟଙ୍କା ଛାପିବ, ଯେବେ ଇଚ୍ଛା ବନ୍ଦ କରିବ। ଯେତେ ଇଚ୍ଛା ସେତେ ଛାପିବ। ମାନେ ଭାବି ଦେଖନ୍ତୁ, ଯଦି ଚୋରକୁ ଯଦି ଲକର ଚାବି ଦେବେ କଣ କରିବ? ଆପଣ ଦେଖିବେ ଭୟଙ୍କର ସମୟ ପୃଥିବୀରେ ଚାଲିଛି। ଭାରତର କଥା ମୁଁ କହୁନାହିଁ, ଆମେ କେବଳ ଆମର ଦେଶର କଥା ଗୁଡାକ ଜାଣୁଛୁ। ଆପଣ ଅନ୍ୟ ଦେଶ ଗୁଡାକ ଦେଖନ୍ତୁ, ସେଠିକାର ସ୍ଥିତି ବି ଭଲ ନାହିଁ। ସେଠିକାର ସ୍ଥିତି ବି ଭଲ ନାହିଁ। ତ ଆଗାମୀ ସମୟ ପ୍ରଭୁଙ୍କର କ୍ରୋଧର ସମୟ, ଆଉ ଜଗତ ଦେଖିବ ସେଟା। ଜଣେ ଈଶ୍ୱର ଅଛନ୍ତି, ଏଇଟା ଜଗତବାସୀ ଦିନେ ଜାଣିବେ। ଆଉ ସେଇ କ୍ରୋଧର ସମୟରେ ଆମେ ଯୋଉ ଟଙ୍କା ଗଚ୍ଛିତ କରିଛୁ, ଯୋଉ ସୁନା ରଖିଛୁ, ଯୋଉ ରୂପା ରଖିଛୁ, କାମରେ ଆସିବ ନାହିଁ। ଆଗାମୀ ପ୍ରଭୁଙ୍କ କ୍ରୋଧ ସମୟରେ ନା ସୁନା, ନା ରୂପା, ନା ଟଙ୍କା, ନା କିଛି କାମରେ ଆସିବନି। ସିଫୋନିୟ ତାର 1 ପର୍ବ 18 ପଦ ପଢିଲେ ଜାଣିପାରିବେ। ସିଫୋନିୟ 1 ପର୍ବ 18 ପଦ।
ସିଫୋନିଓ 1 ପର୍ବ 18 ପଦ। କଣ ଲେଖା ଯାଉଛି ଏଠି? ପୁଣି ସଦା ସଦାପ୍ରଭୁଙ୍କ କ୍ରୋଧର ହଁ ଦିନରେ ସେମାନଙ୍କର ସଦାପ୍ରଭୁଙ୍କ ରୂପା କ୍ରୋଧର ଦିନରେ ସେମାନଙ୍କର ରୂପାକ୍ୟ ବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ, ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳ ରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ, କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ ଭୟାନକ ରୂପେ ନିଃଶେଷ କରିବେ। କଣ ଲେଖା ଅଛି? କ୍ରୋଧର ଦିନ, କ୍ରୋଧର ଦିନ। ଆପଣ ଦେଖନ୍ତୁ, ସିଫୋନିଓ ପଢିବା ଆବଶ୍ୟକ ନାହିଁ। ସିଫୋନିଓ 1 ପର୍ବ 15 ପଦ ଲେଖା ଯାଉଛି, ସେଇ ଦିନ କ୍ରୋଧର ଦିନ। 18 ପଦ, କ୍ରୋଧର ଦିନରେ 2 ପର୍ବ 2 ପଦ, ସଦାପ୍ରଭୁଙ୍କ କ୍ରୋଧର ଦିନ। 2 ପର୍ବ 3 ପଦ, ସଦାପ୍ରଭୁଙ୍କ କ୍ରୋଧର ଦିନ। ମାନେ ବାରମ୍ବାର ସେ କ୍ରୋଧର ଦିନ ବିଷୟରେ ଲେଖା ଯାଉଛି। ମାନେ ଆଗାମୀ ସମୟରେ ଗୋଟେ କ୍ରୋଧର ଦିନ ଅଛି, ପ୍ରଭୁଙ୍କର କ୍ରୋଧର ଦିନ ଅଛି। ଆଉ ସେଇଦିନ କଣ ହବ? ଆଜି ଯୋଉ ସୁନା ରଖିଛୁ, ରୂପା ରଖିଛୁ, ଟଙ୍କା ରଖିଛୁ, ରକ୍ଷା କରିପାରିବ ନାହିଁ। ଆମେ ପଇସା ପତ୍ର କାହିଁକି ସଞ୍ଚୟ କରୁ? ଯେ ଆମର ବିପତ୍ତି ସମୟରେ କାମରେ ଆସିବ। ବିପତ୍ତି ସମୟରେ ହୁଏତ ସଉଦା କିଣିପାରିବେ, ମେଡିସିନ କିଣିପାରିବେ, ଟିକଟ କରି କୁଆଡେ ଯାଇପାରିବେ, କିନ୍ତୁ ପ୍ରଭୁଙ୍କ କ୍ରୋଧରୁ କେମିତି ରକ୍ଷା ପାଇଯିବେ? ପ୍ରଭୁଙ୍କ କ୍ରୋଧରୁ କେମିତି ରକ୍ଷା ପାଇବେ? ମୋର ଟଙ୍କା ଦ୍ୱାରା ମୁଁ ଟିକଟ କରି, ଫ୍ଲାଇଟ ଟିକେଟ କରି କୁଆଡେ ଉଡିକି ପଳେଇ ପାରିବି। ମୋର ଟଙ୍କା ଥିଲେ ମୁଁ କୋଉ ଜାଗାରେ ଲୁଚି ଯାଇପାରିବି। ମୋର ଟଙ୍କା ଥିଲେ ଖାଦ୍ୟ କିଣିପାରିବି, ମୋ ଟଙ୍କା ଥିଲେ ଔଷଧ କିଣିପାରିବି, କିନ୍ତୁ ମୋର ଟଙ୍କା ଦ୍ୱାରା ପ୍ରଭୁଙ୍କ କ୍ରୋଧରୁ ରକ୍ଷା ପାଇପାରିବି କି? ଆଜି ମୁଁ ବଡ ବଡ ଅଫିସର ମାନଙ୍କୁ କିଣିପାରେ, ମନ୍ତ୍ରୀ ମାନଙ୍କୁ କିଣିପାରେ, ବିଚାରପତି ମାନଙ୍କୁ କିଣିପାରେ, ମୋର ପଇସା ବଳରେ, ସତ ନା? କିନ୍ତୁ ପ୍ରଭୁଙ୍କୁ କେମିତି ମୋର ପକ୍ଷରେ ଆଣିବି? ସେ ତ ଦୁଷ୍ଟତାକୁ ଦେଖିଲେ କ୍ରୋଧିତ ହୁଅନ୍ତି। ଆଜି ସମୟ ଅଛି ସେ କ୍ରୋଧରୁ ପଳାୟନ କରିପାରିବେ। ଆପଣ ମୋର ଗୋଟେ ୟୁଟ୍ୟୁବରେ ମେସେଜ ଶୁଣିପାରିବେ, ଯେ ସମୟ ମିଳିଲେ ଶୁଣନ୍ତୁ। ଦୁଷ୍ଟର ଦୁର୍ଗତି, ଦୁଷ୍ଟର ଦୁର୍ଗତି, ମାନେ ଦୁଷ୍ଟର କେମିତି ଦୁର୍ଗତି ହେବ ଆପଣ ଦେଖିପାରିବେ। ପ୍ରଭୁ ଆଜି ଆମକୁ ସୁଯୋଗ ଦେଇଛନ୍ତି, ହେଲେ ସେ ଆଗାମୀ କ୍ରୋଧରୁ ଆମେ କେମିତି ରକ୍ଷା ପାଇପାରିବା ସେଠିକି ଆମେ ଚିନ୍ତା କରି ଦେଖିବା। ଦ୍ୱିତୀୟ ବଂଶାବଳୀ 32:26, ଦ୍ୱିତୀୟ ବଂଶାବଳୀ 32:26। ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକିୟ ଓ ଜେରୁସାଲେମ ନିବାସୀମାନେ ଆପଣାମାନଙ୍କୁ ନମ୍ର କଲେ, ତେଣୁ ହିଜକିୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ। କଣ କରିବା ଦ୍ୱାରା? ଗର୍ବୀ ଲୋକ ତାର ଗର୍ବରୁ ଫେରିବା ଦ୍ୱାରା। ଯଦି ଆମର ଗର୍ବ, ଆମର କୋଉ କୋଉ ପାଇଁ ଗର୍ବ ଅଛି? ମୋର ଜ୍ଞାନ ପାଇଁ ଗର୍ବ ଅଛି, ମୋର ଧନ ପାଇଁ ଗର୍ବ ଅଛି, ମୋର ବଳ ପାଇଁ ଗର୍ବ ଅଛି। ଯଦି ମୋର ଗର୍ବରୁ ମୁଁ ଫେରିବି, ପ୍ରଭୁଙ୍କ କ୍ରୋଧରୁ ବଞ୍ଚିଛି। ଏଇଟା ଆମମାନେ ବସୁଛୁ, ମନ୍ତ୍ରୀ ମାନେ ଶୁଣିଲେ ତ ହବ, ନେତା ମାନେ ଶୁଣିଲେ ତ ହବ, ସେମାନେ ତ ଆମ କଥା ଶୁଣିବେ ବି ନାହିଁ, ସେମାନେ ଜାଣିବେ ବି ନାହିଁ। ଧନୀ ଲୋକମାନେ, ସମ୍ଭ୍ରାନ୍ତ ଲୋକମାନେ, ଆମମାନେ ଛୋଟିଆ କାମ ଗୋଟେ କଲେ ଆମ ଜୀବନ ଡରି ଯାଉଛି, ସତ ନା ନାହିଁ? କାହାର 500 ଟଙ୍କା ଖାଇଥିଲେ ଆମକୁ କେମିତି ଲାଗୁଛି? ପ୍ରଭୁ ଜାଣିଦେଲେ କଣ କରିବି ବୋଲା ଭଳିଆ। ପ୍ରଭୁ ଅନୁଗ୍ରହ କରୁ। ଛୋଟିଆ କାମ ଗୋଟେ ଭୁଲ କଲେ କେମିତି ଲାଗୁଛି ଆମକୁ? ଲୋକମାନେ ଏଡେ ଏଡେ ବଡ ଭୁଲ କରୁଛନ୍ତି, କେମିତି କରୁଛନ୍ତି? ସେମାନଙ୍କ ଭିତରେ ବିବେକ ମରିଯାଇଛି, ହୃଦୟ ପଥର ରହିଯାଇଛି, ସେମାନେ ପଶୁ ପାଲଟି ଯାଇଥିବେ, ତେବେ ଯାଇ ଏତେ ବଡ ବଡ କୁକର୍ମ କରିପାରିବେ ନା? କରିପାରିବ ନାହିଁ ଲୋକ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁ। ଥରେ ମୁଁ ଜଣେ ଲୋକକୁ ଭେଟିଥିଲି, ସେ ପୁରା ମଦ ନିଶାରେ ପୁରା ଭର୍ତ୍ତି ହେଇକି ରହିଛି। ପଚାରିଲି, ତୁ କାହିଁକି ପିଇଛୁ? ମୁଁ ଭୁଲିବା ପାଇଁ ପିଉଛି ବୋଲି କହିଲା। ଭୁଲିବା ପାଇଁ।
ଆରେ ମୁଁ ଯାହା ଯାହା କୁକର୍ମ କରିଛି ସବୁବେଳେ ମତେ କାମୁଡିବାକୁ ଆସୁଛି। ମୁଁ ପଚାରିଲେ ସେ କଣ କରିଛି, ସେ କହିଲା ମୁଁ ଭୁଲିବା ପାଇଁ ପିଉଛି। ମାନେ ପୁରା ନିଶାସକ୍ତ ହେଇକି ଥାଏ ସେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ କ୍ରୋଧରୁ ରକ୍ଷା ପାଇବା ପାଇଁ ପ୍ରଥମ କାମ ହଉଛି ଗର୍ବ। ଯଦି କୌଣସି ଗର୍ବ ଅଛି ସେ ଗର୍ବରୁ ଫେରି ଆସିବା। ଆଉ କେମିତି ଆଗାମୀ କ୍ରୋଧ ରକ୍ଷା ପାଇପାରିବା? ଗୀତ ସହିତ 106 ତାର 23। ଏ ହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୂଷା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ। କଣ ଅଛି? ପ୍ରଭୁଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମଧ୍ୟସ୍ଥି ପ୍ରାର୍ଥନାର ଦରକାର ଅଛି। ପ୍ରଭୁଙ୍କ ପାଖରେ ଗୁହାରି କରିବାର ଦରକାର ଅଛି। ପ୍ରଭୁଙ୍କ ପାଖରେ ନିବେଦନ କରିବାର ଆବଶ୍ୟକ ଅଛି। ଯଦି କେହି ଜଣକ ପାଇଁ ଗୁହାରି କରିବ, ପ୍ରଭୁ ଏମାନଙ୍କୁ ଛାଡି ଦିଅ, ଏମାନଙ୍କୁ ଦୟା କର ପ୍ରଭୁ, ରକ୍ଷା କର ପ୍ରଭୁ, ତେବେ ରକ୍ଷା ପାଇବ। ଯଦି ଆମେ ନିଜ ପାଇଁ ପ୍ରଭୁଙ୍କ ପାଖକୁ ଯିବା ଆଉ କହିବା ପ୍ରଭୁ ମୁଁ ଭୁଲ କରିଛି, ମତେ କ୍ଷମା କର, ପ୍ରଭୁ କ୍ଷମା କର, ନହେଲେ ମନେ ରଖିଥାନ୍ତି ଆମର ପରିବାରର ପିଲାମାନେ କେମିତି ରକ୍ଷା ପାଇଯାଉଛନ୍ତି କୁକର୍ମ କରି ଆସିକି। ଘରେ ମା ବୁଢୀ ବସି ପ୍ରାର୍ଥନା କରୁଛି, ପ୍ରଭୁ ମୋର ପିଲାକୁ ରକ୍ଷା କର, କଣ କରୁଛି ଜାଣି ନାହିଁ, ଦୟା କର, ସେ ବର୍ତ୍ତି ଯାଉଛି। ଯୋଉଦିନ ଘରର ବୁଢା ବୁଢୀ ଚାଲିଯିବେ ସେଦିନ ଏମାନେ ବି ଚାଲିଯିବେ। ଦେଶରେ ଯଦି ପ୍ରାର୍ଥନାକାରୀ କମିଯିବେ, ମଣ୍ଡଳୀରେ ଯଦି ପ୍ରାର୍ଥନାକାରୀ କମିଯିବେ, ପରିବାରରେ ଯଦି ପ୍ରାର୍ଥନାକାରୀ କମିଯିବେ, ଦେଖିବେ ବିନାଶ ସୁନିଶ୍ଚିତ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ବୁଝିବା। ଧାର୍ମିକ ଲୋକ ଯଥାସ୍ଥାନରେ ପହଞ୍ଚି ଗଲା ପରେ ଜଗତର ସର୍ବନାଶ ସୁନିଶ୍ଚିତ। ମନେ ରଖିଥାନ୍ତୁ, ଯୋଉଦିନ ପୃଥିବୀର ଧାର୍ମିକ ଲୋକମାନେ, ପ୍ରଭୁଙ୍କ ଲୋକମାନେ ଜାହାଜରେ ପ୍ରବେଶ କଲା ଭଳିଆ, ନୋ ପ୍ରବେଶ କଲା ଭଳିଆ, ଲୋଟ ସଦମରୁ ବାହାରିଲା ଭଳିଆ ମଣ୍ଡଳୀର ବିଶ୍ୱାସୀ ମାନେ, ପୃଥିବୀର ଖ୍ରୀଷ୍ଟ ବିଶ୍ୱାସୀ ମାନେ ଜଗତ ଖାଲି କରିଦେବେ। ଜଗତକୁ ବଞ୍ଚାଇବା ଲୋକ କେହି ନଥିବେ, କେହି ନାହିଁ। କୋଉ ସୁପର ପାୱାର ରକ୍ଷା କରିପାରିବ ନାହିଁ, କୋଉ ଟେକ୍ନୋଲୋଜି ରକ୍ଷା କରିପାରିବ। ଆଜି ଟେକ୍ନୋଲୋଜି ଏତେ କାହିଁକି ଉନ୍ନତ ମାନର ହଉଛି? କାରଣ ଶୈତାନ ସର୍ବଜ୍ଞ ନୁହେଁ, ସର୍ବଶକ୍ତିମାନ ନୁହଁ, ଶୈତାନ ସର୍ବବ୍ୟାପୀ ନୁହଁ। ଶୈତାନ କଣ କରେ? ଇଆଡେ ସିଆଡେ ବୁଲୁଥାଏ। ସେ ସର୍ବବ୍ୟାପୀ ନୁହଁ, ଶୈତାନ ସର୍ବଜ୍ଞ ନୁହଁ, ସର୍ବଶକ୍ତିମାନ ନୁହଁ। ତାକୁ ପୃଥିବୀକୁ କଣ୍ଟ୍ରୋଲ କରିବା ପାଇଁ କଣ ଦରକାର? ତାକୁ ଟେକ୍ନୋଲୋଜି ଦରକାର। ଟେକ୍ନୋଲୋଜି ସେ କଣ କରିବ? ପୃଥିବୀକୁ କଣ୍ଟ୍ରୋଲ କରିବ। ସେଇଥିପାଇଁ ଆଜି ଟେକ୍ନୋଲୋଜି ଏତେ ଉନ୍ନତ ମାନର ଅଟେ। ଏ ଟେକ୍ନୋଲୋଜି ଏତେ ଉନ୍ନତ ମାନର କାହିଁକି? ଏଇଥିପାଇଁ ଯେପରି ସେ ସହଜରେ ପୃଥିବୀକୁ କଣ୍ଟ୍ରୋଲ କରିପାରିବ। ଆମେ କଣ କରୁଛୁ ସବୁ ଡାଟା ସେ ଜାଣିପାରିବ, ସବୁ ଡାଟା। ମାନେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ। ଆପଣ ଦେଖନ୍ତୁ, ଆମେ କେବେ ବି ଜାଣିନଥିଲୁ ପଇସା ପତ୍ର ଚେଞ୍ଜ ହଉଛି ବୋଲି। ଛପା ଚାଲିଥିଲା, 100 ଟଙ୍କା ନୋଟ ଆସୁଥିଲା, 50 ଆସୁଥିଲା, 200 ଆସୁଥିଲା। ସରକାର ଆସିଲେ ପ୍ରଥମରେ କଣ କଲେ? ସେଇ ଟଙ୍କାକୁ ବନ୍ଦ କରିଦେଲେ, ନୂଆଟା ଆଣିଲେ। ସେ ନୂଆ ନୋଟ ମଧ୍ୟ 10 ବର୍ଷ ଚାଲିପାରୁନି, ପୁରା କୁତରା ହେଇଛି। ଆପଣ ସେ ଟଙ୍କାକୁ ଶୁଙ୍ଘି ଦେଖନ୍ତୁ କେମିତି ଗନ୍ଧିବ। ଶୁଙ୍ଘିଛନ୍ତି? ଆପଣଙ୍କ ପାଖରେ ଥିବା ସେ ମହିଳା 10 ଟଙ୍କା ନୋଟ ଶୁଙ୍ଘି ଦେଖନ୍ତୁ, ମାନେ ଯୋଉ ଦୁର୍ଗନ୍ଧ ଆପଣ ଅନୁମାନ କରିପାରିବେନି। ଚିହ୍ନି ହବନି 10 କି 20 ବୋଲିକି। ଏବେ ପୁଣି ଆହୁରି ଗୋଟେ ନୂଆ ନୋଟ ଆସିବ। ତାପରେ ସିଧାସଳଖ କେମିତି ନୋଟ ଆସିବ? ଲୁହାର। ଆଉ କେବେ ନଷ୍ଟ ହବ? ଏବେ ଏଇଟା ଆଣିଲେ, ଏଇଟା ବି ନୂଆ ଆଣିଲା ପରେ ପୋଡିଯିବ। ପୋଡିଗଲା ପରେ କଣ? ନାଇଁ ଏଇଟା ପୋଡି ଯାଉଛି। ନେକ୍ସଟ ଟାଇମ କେମିତି ନୋଟ ଆସିବ? ଲୁହାର ଆସିବ। ଭାଇ ଭଉଣୀ ମାନେ, ଆମର ପଇସା ପତ୍ର ଆମକୁ ଏ ଜଗତରେ ହୁଏତ ବଞ୍ଚାଇ ପାରେ, କିନ୍ତୁ ପ୍ରଭୁଙ୍କର କ୍ରୋଧରୁ ବଞ୍ଚି ପାରିବ ନାହିଁ। ଜଣେ ଇଣ୍ଟରସିଡ କରିବା ଦରକାର।
ଆମ ଦେଶ ପାଇଁ ଖ୍ରୀଷ୍ଟିଆନ ମାନେ ଦିନ ରାତି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଦେଶକୁ ରକ୍ଷା କର, ଦେଶରେ ଶାନ୍ତି ଆସୁ, ସମାଧାନ ଆସୁ, ପ୍ରଭୁ ଦୟା କର, ଦୟା କର। ପ୍ରଭୁ କହିବେ ତ ଦୟା କର ବନ୍ଦ କର। ସେଦିନ ଯେମିତି କହିଲେ ଜିରିମିକୁ କହିଲେ ତୁମେ ଆହୁରି ପ୍ରାର୍ଥନା କର ନାହିଁ, ଏମାନଙ୍କୁ ମୁଁ ଦଣ୍ଡ ଦେବା ପାଇଁ ଯାଉଛି। ଆମେ କେମିତି ରକ୍ଷା ପାଇପାରିବା ଆଗାମୀ କ୍ରୋଧରୁ? ଆଗାମୀ କ୍ରୋଧରୁ ରକ୍ଷା ପାଇବା ପାଇଁ ଇଣ୍ଟରସିଡ୍ କରିବା ଦରକାର। ଆପଣ ଦେଖିବେ ରୋମିଓ 5 ପର୍ବ ତାର 9 ପଦ। ଅତଏବ ଏହା ଆହୁରି ସୁନିଶ୍ଚିତ ଯେ ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା। ଯୀଶୁଙ୍କ ଦ୍ୱାରା, ଯୀଶୁଙ୍କ ରକ୍ତ ଦ୍ୱାରା ହିଁ ଆମେ ସେ କ୍ରୋଧରୁ ରକ୍ଷା ପାଇପାରିବା। ମିଶ୍ରରୁ ଯେତେବେଳେ ଲୋକମାନେ, ପ୍ରଭୁଙ୍କ ଲୋକମାନେ ବାହାରିଲେ, ଦେଖନ୍ତୁ ଦୂତ କଣ ଦେଖିଲେ? ସଂଘାରକ ଦୂତ କଣ ଦେଖିଲେ? ସଂଘାରକ ଦୂତ ଦେଖିଲେ ସେ ବାଜୁ ବନ୍ଧରେ, ସେ ଦ୍ୱାର ବନ୍ଧରେ କଣ ଲାଗିଥିଲା? ରକ୍ତର ଚିହ୍ନ ଲାଗିଥିଲା। ଯୋଉ ଯୋଉ ଘରେ ରକ୍ତର ଚିହ୍ନ ଥିଲା ସେଇ ଘରେ ପ୍ରଭୁଙ୍କର କ୍ରୋଧ ଆସିନାହିଁ, ସଂଘାରକ ପ୍ରବେଶ କରିନାହିଁ। ତ ଆପଣ ମୁଁ ରକ୍ଷା ପାଇବାର ଅଛି ଯୀଶୁଙ୍କ ରକ୍ତ ଦେଖିଲେ ସଦାପ୍ରଭୁ କଣ କରନ୍ତି? ଆମ ଉପରେ କ୍ରୋଧ କରନ୍ତି ନାହିଁ। ଯୀଶୁଙ୍କ ରକ୍ତରେ ପରିଷ୍କୃତ ହେବା ଦରକାର, କାରଣ ଆଗାମୀ କ୍ରୋଧ ଅଛି। କେବଳ ଯୀଶୁଙ୍କ ରକ୍ତରେ ହିଁ ଆମେ ସେ କ୍ରୋଧରୁ ରକ୍ଷା ପାଇପାରିବା, ଅନ୍ୟ ରକ୍ତ ନାହିଁ, ଅନ୍ୟ ରକ୍ତ ନାହିଁ। ମଝିରେ ଚାଲିଥିଲା ସେ ବକ୍ରିଦ୍ ସମୟରେ କୋଉଟା ବଳି ଦିଆଯିବ, ଏଇଟା କଟାଯିବ ନା ସେଇଟା କଟାଯିବ, କୋଉ ରକ୍ତରେ ରକ୍ଷା ନାହିଁ। ରକ୍ଷା କେବଳ ଯୀଶୁଙ୍କ ରକ୍ତରେ, ଆଉ ଦ୍ୱିତୀୟ ଉପାୟ କିଛି ନାହିଁ ଭାଇ। କ୍ରୋଧରୁ ରକ୍ଷା ପାଇବା ପାଇଁ ଗର୍ବରୁ ଫେରିବା, ପ୍ରଭୁଙ୍କ ପାଖରେ ଗୁହାରି କରିବା, ଆଉ ଖ୍ରୀଷ୍ଟଙ୍କ ଦ୍ୱାରା ରକ୍ଷା ପାଇବା। ପ୍ରଥମ ଥେସଲୋନିକ୍ୟ 5 ପର୍ବ ତାର 9 ପଦ। ପ୍ରଥମ ଥେସଲୋନିକ୍ୟ 5 ପର୍ବ ତାର 9 ପଦ। କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି। କ୍ରୋଧର ପାତ୍ର ହେବା ପାଇଁ ନିରୂପଣ କରିନାହାନ୍ତି। ମାନେ ବାରମ୍ବାର ବାଇବଲ କ୍ରୋଧ ବିଷୟରେ କୁହେ। ଦୁର୍ଭାଗ୍ୟର କଥା କଣ? ଈଶ୍ୱରଙ୍କ କ୍ରୋଧ ବିଷୟରେ ପ୍ରଚାର ବି କରନ୍ତି ନାହିଁ। ଈଶ୍ୱରଙ୍କ କ୍ରୋଧ ବିଷୟରେ ପ୍ରଚାର ବି ନାହିଁ। ତ କ୍ରୋଧ ବିଷୟରେ ମଣ୍ଡଳୀ କେମିତି ଜାଣିବ? ଏ ପିଢି କେମିତି ଜାଣିବ? କ୍ରୋଧ ବିଷୟ ତ ପ୍ରଚାର ନାହିଁ ନା। ଆପଣ ଲାଷ୍ଟ ଟାଇମ କେବେ ଆପଣଙ୍କ ଚର୍ଚ୍ଚରେ ଈଶ୍ୱରଙ୍କ କ୍ରୋଧ ବିଷୟ ଶୁଣିଥିଲେ? ଖାଲି ମୁଁ ପଚାରୁଛି, କେବେ? ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱର ପ୍ରେମିକ ମୁଁ କହୁଥିଲି, ଈଶ୍ୱର ପ୍ରେମିକ ବାଇବଲରେ କେବଳ 35 ଥର ଲେଖା ହେଇଛି। ମାନେ 35,000ଟା ପଦ ଭିତରେ, ବାଇବଲରେ ଯୋଉ 35,000 ପଦ ଅଛି, ଏ 35,000 ପଦ ଭିତରେ କେବଳ 35 ଥର ଲେଖା ହେଇଛି ଈଶ୍ୱର ପ୍ରେମିକ ବୋଲି। ଆଉ ସେଇଟା ମଧ୍ୟ ରକ୍ଷା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ, ତାଙ୍କର ସନ୍ତାନ ମାନଙ୍କ ପାଇଁ ସେ ପ୍ରେମିକ ଅଛନ୍ତି। ଦୁଷ୍ଟ ପାଇଁ ପ୍ରେମିକ ନୁହନ୍ତି, ଅସାଧୁ କାମ କରିବା ପ୍ରେମିକ ନୁହନ୍ତି, ଦୁଷ୍କର୍ମକାରୀ ପ୍ରତି ପ୍ରେମିକ ନୁହନ୍ତି। ଏଇଟା ଆପଣ ମନେ ରଖିଥାନ୍ତି। ସେମାନେ ଆମକୁ ପ୍ରେମିକ ପ୍ରେମିକ ବୋଲି କହୁଛନ୍ତି। ସେ ମଧୁଆକୁ କଣ ପ୍ରେମ କରନ୍ତି? ବ୍ୟଭିଚାରୀକୁ ପ୍ରେମ କରନ୍ତି? ତା ଛାଡିଲେ ପ୍ରେମ କରିବେ, ଦୁଷ୍ଟତା ଛାଡିଲେ ପ୍ରେମ କରିବେ। ତେଣୁ ଆଜି ବାକ୍ୟ ଶୁଣିଲା ବେଳକୁ ଆମେ ସମସ୍ତେ ଯତ୍ନବାନ ହେବାର ଅଛି। କଣ? ଯୀଶୁଙ୍କ ରକ୍ତ ଦ୍ୱାରା। ଆପଣ ଦେଖିବେ ଲୁକ 3 ପର୍ବ ତାର 7 ଆଉ 8। ଅତଏବ ସେ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକ ସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା। ମନେ ମନେ ସୁଦ୍ଧା ଏପରି କୁହ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥର ଗୁଡାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ ପାରନ୍ତି। ଆଗାମୀ କ୍ରୋଧରୁ ରକ୍ଷା ପାଇବା ପାଇଁ ହେଲେ
ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଫଳିବାକୁ ପଡିବ। କଣ କରିବା ପାଇଁ ପଡିବ? ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଯଦି ଫଳିବା, ଆଗାମୀ କ୍ରୋଧରୁ ରକ୍ଷା ପାଇବା, ନହେଲେ କିଛି ଆମକୁ ରକ୍ଷା କରିପାରିବନି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଅନୁଗ୍ରହ କରନ୍ତୁ ଏହା ବୁଝିବା ପାଇଁ। କାରଣ ଏଇ ଦିନ ମାନଙ୍କରେ ପ୍ରଭୁଙ୍କ କ୍ରୋଧ ବିଷୟରେ ପ୍ରଚାର ନାହିଁ, ଦଣ୍ଡ ବିଷୟରେ ପ୍ରଚାର ନାହିଁ, ଖାଲି ଆଶୀର୍ବାଦ, ମଙ୍ଗଳ ଦାନ, ସୁସ୍ଥତା। ପ୍ରଭୁ ତମକୁ ଏଇ ଆଶୀର୍ବାଦ କରିବା ପାଇଁ ଯାଉଛନ୍ତି, ପ୍ରଭୁ ତମକୁ ସେଇ ଆଶୀର୍ବାଦ କରିବା ପାଇଁ ଯାଉଛନ୍ତି, ପ୍ରଭୁ ତମ ପାଇଁ ନୂଆ ଦ୍ୱାର ଖୋଲିବା ପାଇଁ ଯାଉଛନ୍ତି, ଆଶୀର୍ବାଦର ଦ୍ୱାର ଖୋଲିବା ପାଇଁ ଯାଉଛନ୍ତି। ଏଇ ସବୁ ଷ୍ଟୋରି କହି 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 ଲୋକମାନଙ୍କୁ ଅଟକେଇଛନ୍ତି। ଏଇ ସବୁ ଷ୍ଟୋରି ଯଦି କେହି କହିବ ଆଜ୍ଞା ଆମ ଘରେ ଅଭାବ ଚାଲିଛି, ଆଜ୍ଞା ଟିକେ ପ୍ରାର୍ଥନା କରନ୍ତୁ, ସେ ପ୍ରଭୁଙ୍କ ଦାସ କଣ କହୁଛନ୍ତି? ଆପଣ 10 ମାସ ଦଉନଥିବାରୁ ଆପଣଙ୍କ ଘରେ ଅଭାବ ଛାଡୁନାହିଁ। ସେ ମରି ପଡି 10 ମାସ ଆଣିକି ଦେବ। ଆମର ପ୍ରଭୁ ଏମିତି ପ୍ରଭୁ ନାହାନ୍ତି 10 ମାସ ନଦେଲେ ତଣ୍ଟି ଚିପି ପକେଇବେ। 10 ମାସ ହଉଛି ଖ୍ରୀଷ୍ଟିଆନ ଜୀବନର ସର୍ବନିମ୍ନ ଦାନ। ଏଟା ଜିହୁଦୀ ମାନଙ୍କ ପାଇଁ କମ୍ପଲସରି ଥିଲା, ନୂତନ ନିୟମର ଖ୍ରୀଷ୍ଟିଆନ ମାନଙ୍କ ପାଇଁ କମ୍ପଲସରି ନୁହଁ। ନୂତନ ନିୟମର ଖ୍ରୀଷ୍ଟିଆନ ମାନଙ୍କ ପାଇଁ କମ୍ପଲସରି ନୁହଁ। ନୂତନ ନିୟମର ଖ୍ରୀଷ୍ଟିଆନ ମାନଙ୍କ ପାଇଁ କଣ? ପୃଷ୍ଠଚିତ ଦାନ। 10 ମାସ ଦାନ ନାହିଁ, ପୃଷ୍ଠଚିତ ଦାନ। ସେମାନଙ୍କ ପାଇଁ ଟାଇଟ୍ ଥିଲା, ଆମ ପାଇଁ ଟୋଟାଲ ଅଟେ। 10 ମାସ ନୁହେଁ, ଆହୁରି ଦାନ ଦେବା, ଆହୁରି ଦାନ ଦେବା, ଆହୁରି ଦାନ ଦେବା। ଯେତେବେଳେ ସେବା ପାଇଁ ଆବଶ୍ୟକ ଆମେ ପୃଷ୍ଠଚିତରେ ଦାନ କରିଥିବା, ପ୍ରାଧାନ୍ୟତା ସହ ଦାନ କରୁଥିବା, ଉଦାରଚିତ ଭାବରେ ଦାନ କରୁଥିବା, ଏଇଟା କୁହାଯାଏ। ଆମର ସୁବିଧା ଯୋଉଠି, ଆମର ପ୍ରଚାର ସେଇଠି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ବାଇବଲକୁ ବୁଝିବାର ଅଛି। ବାଇବଲ କଣ କହୁଛି? ତୁମେ 10 ମାସ ଆଣ, ଆମେ ଆକାଶର ଦ୍ୱାର ଖୋଲିଦେବା। ପ୍ରଭୁ ଏ ଘରର ଛାତ ଖୋଲିଦିଅ, ପ୍ରଭୁ ଛାତ ଖୋଲିଦେବେ। ସେ ଲୋକ କମ୍ପ୍ଲିଟ କରିଛି ଛାତକୁ, ଲୁହା ରଡ ଦେଇକି ସିମେଣ୍ଟ ସହିତ ବାଲି କରିକି ପୁରା ଷ୍ଟ୍ରଙ୍ଗ କରିଛି। ଛାତ ଖୋଲିଦେବେ। ପ୍ରଭୁ କଣ କହୁଛନ୍ତି? ଆକାଶର ଦ୍ୱାର ଉନ୍ମୁକ୍ତ କରିବା ମାନେ ଆମେ ତୁମ ପାଇଁ ବର୍ଷା ପଠେଇବା। ବର୍ଷା ପଠେଇଲେ ତମର ଚାଷ ଭଲ ହେବ। ଆମେ ଗ୍ରାସକାରୀକୁ ଧମକାଇବା, ତମର ଜମିର ଫସଲକୁ ଏ କୀଟ ଆସି ନଷ୍ଟ କରିବ ନାହିଁ, ତୁମେ ଭୟ କର ନାହିଁ, ତୁମେ 10 ମାସ ଆଣ ବୋଲି ସେମାନଙ୍କୁ କହୁଛନ୍ତି। କାରଣ ସେମାନେ ଲେବୀର ସନ୍ତାନ ମାନେ, ଜିହୁଦୀ ଲୋକମାନେ ଆଣୁନଥିଲେ। ସେଇଥିପାଇଁ କୁହାଯାଉଛି ମଲାକିରେ ତୁମେ ସମ୍ପୂର୍ଣ୍ଣ 10 ମାସ ଆଣ। ପର୍ବ ପାଳନ କରିବା ପାଇଁ ସବୁ ଜିହୁଦୀ ମାନେ ଯିବେ, ଶସ୍ୟ ନଥିଲେ କୋଉଠୁ ଖାଇବେ? ସେଥିପାଇଁ ପ୍ରଭୁ କହୁଛନ୍ତି ଆଣ, ମୁଁ ତ ଦେବି ତମକୁ। ଆକାଶର ଦ୍ୱାର ମାନେ ବୃଷ୍ଟି। ପ୍ରଭୁ ଦଣ୍ଡ କେମିତି ଦଉଥିଲେ? ବୃଷ୍ଟି ବନ୍ଦ କରିକି। ଆଶୀର୍ବାଦ କେମିତି କରୁଥିଲେ? ବୃଷ୍ଟି ପଠେଇକି। ଆଗାମୀ କ୍ରୋଧରୁ ରକ୍ଷା ପାଇବା ପାଇଁ କଣ କରିବା ଦରକାର? ଯୋହନ 3 ପର୍ବ 36 ପଦ। ଯୋହନ 3 ପର୍ବ 36 ପଦ। ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ। ଯୋଉମାନେ ପୁତ୍ରଙ୍କୁ ଅମାନ୍ୟ କରନ୍ତି, ଆଜି ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଅମାନ୍ୟ କରୁଛନ୍ତି, ଅମାନ୍ୟ କେମିତି କରିହେବ? ତାଙ୍କର କଥା ନ ମାନିବା ଦ୍ୱାରା। ଆମେ ପ୍ରଭୁ ନେବା ସମୟରେ ମଧ୍ୟ ଅମାନ୍ୟ କରିଥାଉଛୁ, ହେଳା ଭାବରେ ପ୍ରଭୁ ନେଇଥାଉଛୁ। ଆଜି ଆମର ଦେଶରେ ଲୋକମାନେ ଯୀଶୁଙ୍କ ବିଷୟରେ ଯାହା ବି କହିଥାଉଛନ୍ତି, ଯେ ପୁତ୍ରଙ୍କୁ ଅମାନ୍ୟ କରେ ସେ ପିତାଙ୍କର କ୍ରୋଧର ଶିକାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର। ଯେ ପୁତ୍ରଙ୍କୁ ଅମାନ୍ୟ କରେ, ଯଦି ଜଣଙ୍କର ପୁତ୍ରକୁ ଆପଣ ଅମାନ୍ୟ କରିବେ, ତାଙ୍କ ଘରେ ଯାଇ ରହିପାରିବେ? ସେ କଣ ବୋଲି କହିବେ? ମୋର ପୁଅକୁ ଘୃଣା କରିବ ଆଉ ମୋ ଘରେ ଆସି ରହିବ ସେ।
ଯେ ପୁତ୍ରଙ୍କୁ ଅମାନ୍ୟ କରେ ସେ କ୍ରୋଧର ପାତ୍ର ହୁଏ। ଆଗାମୀ ସମୟ କ୍ରୋଧର ସମୟ, ଆମେ ସଚେତନ ହେବା, ଜୀବନ ସଜାଡ଼ିବା। ଯଦି ପ୍ରଭୁଙ୍କୁ କ୍ରୋଧିତ କଲା ଭଳିଆ କୌଣସି ବିଷୟ ମୋ ଜୀବନରେ ଅଛି, ଧୀରେ ଧୀରେ କାଢିବାର ଅଛି। ପ୍ରଭୁ ଆପଣ ମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା।